ओम शांति शांति शांति। गुरुर्ब्रह्मा गुरुर्विष्णु गुरुर्देवो महेश्वरः गुरुरेव परं ब्रह्म तस्मै श्री गुरवे नमः। समस्तजनकल्याणे निरतं करुणामयं नमामि चिन्मयं देवं सद्गुरुं ब्रह्मविद्वरं सद्गुरुं ब्रह्मविद्वरम्। पूर्व पक्ष माने प्रश्न माने ଆମ ମାନଙ୍କ ଭିତରେ ଏକ ରହୁଛି କୋଉଠି ଆମେ ଅଦ୍ୱୈତ ଦେଖୁ। ଆମେ ତ ସବୁବେଳେ ଦ୍ୱୈତ ଦେଖୁଛୁ। ଏବେ ଷ୍ଟାର୍ଟିଂ ରୁ ସକାଳୁ ଉଠିବା ମାତ୍ରେ ଆମମାନଙ୍କୁ କଣ ଦେଖାଯାଉଛି? ମୁଁ ମାନେ ଶରୀର ଯୁକ୍ତ, ଫିର ମୋ ମନ ଭଲ ଅଛି କି ନାହିଁ? ଯେଉଁମାନେ ସାତ୍विक ଆପଣ ମାନେ କ୍ଲାସ ଶୁଣିବା ପାଇଁ ନାଇଁ 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 କ୍ଲାସ ଶୁଣିବା, ଗାଧୋଇବା, ଇଏ କରିବା, ଓ କରିବା। ଆଉ ଯେଉଁମାନେ ଲେଟ ରେ ଶୋଇଥିବେ ସେମାନଙ୍କ ଭିତରେ ରାଜସ ଏବେ ଉଠିବା କଣ ଦରକାର, କ୍ଲାସ ଆଜି ଆବସେଣ୍ଟ ହବା, କାଲି ଯାଇଥିଲି ପରା। ତେଣୁ ମନ ଭିତରେ ମାନସିକ ଭାବନା ସବୁ ଆସିଯାଉଛି, ଦ୍ୱୈତ ହେଇଗଲା। ଫିର ଶରୀରକୁ ନେଇକି ଫିର କୋଉ ଜାଗାରେ ଅଛ ତମେ? ଭୁବନେଶ୍ୱରରେ, ସମ୍ବଲପୁରରେ, ରାଉରକେଲାରେ, ବ୍ରହ୍ମପୁରରେ, ରାଞ୍ଚିରେ, ଆପଣମାନେ ଯୋଉ ଶୁଣୁଛନ୍ତି ସେଇ ନାଁଟା କହୁଛେ। ତ ଜାଗାଟା ହେଇଗଲା। ହୁଁ। ତ ଏ ଦ୍ୱୈତ ତ ସବୁବେଳେ ଆସୁଛି। ଫିର ତ ଆଚ୍ଛା, ଚୁପଚାପ ଥିବେ ବସ୍ତୁ ସହିତ, ହଁ ଏଇଟା ନାହିଁ ସେଟା ନାହିଁ, ଗରମ ହଉଛି ଏସି, ବସ୍ତୁ ସହିତ ଚଳେଇଲେ, ଦେଶ ସହିତ। ଲୋକ ଆସିଲା ମାନେ ଆମର ବିକ୍ଷୋଭ ବେଶୀ ହଉଛି। ଜଣେ ଥିବେ ବାସ୍, ଆପଣ ଆଶା କରିଲେ ପତି ହିସାବରେ ପତ୍ନୀ ଠାରୁ ଆରମ୍ଭ ହେଇଗଲା। ଏଇଟା କାହିଁ ରହିନି, ସେଇଟା କାହିଁ ହେଇନି, ଝଗଡା ଷ୍ଟାର୍ଟ। ତୁ ଏମିତି କରୁନୁ, ସେ ଏମିତି କରୁନୁ। ବର୍ତ୍ତମାନ ତ ଆମେ ବିଜି ଯୋଗୁ ଏତେ କମ ଲୋକଙ୍କ ସହିତ ଭେଟୁଛୁ। ଯଦି ଆପଣ ଭେଟିବେ ବାସ୍ ବୁଲି ବୁଲିକି ସାଙ୍ଗେ ସାଙ୍ଗେ କମ୍ପ୍ଲେନ ହିଁ ଆସୁଛି ବସ, ଏମିତି ନା ଏମିତି ହେଲା ଏଇଆ ସବୁ। ତ ସବୁବେଳେ ତ ଦ୍ୱୈତ ଆସିଲେ ଅଦ୍ୱୈତ ବୃତ୍ତି କୋଉଠି ଆସିବ କି? ଅହମ୍ ବ୍ରହ୍ମାସ୍ମି, ଇଏ ହଉଛି ପ୍ରାକ୍ଟିକାଲ। ଆଚ୍ଛା, କାହିଁକି ଆସୁଛି ଜାଣିବା ଦରକାର। ତ ଉତ୍ତର ଦଉଛନ୍ତି ଦୃଢ ବାସନା। 251 ରେ ଝଟିତି ଅଧ୍ୟାସ ଆୟାତି ଦୃଢ ବାସନା ଇତି ଚେତ୍। ଯଦି ହଠାତ୍ ପଳେଇ ଆସୁଛି, ଟିକିଏ କମର୍ସିଆଲ ବ୍ରେକ୍ କଣ, ହଉ ଟିକେ ଚାନ୍ସ ଦିଅ, ପ୍ରବେଶ କରି ଯାଉଛି। ये द्वैत भावना। କହୁଛନ୍ତି ଦୃଢ ବାସନା ଯୋଗୁଁ, ତମର ପୂର୍ବ ଜନ୍ମର ଯୋଉ ବାସନା ସଂସ୍କାର ନେଇକି ଆସିଛ। ତେଣୁ କଣ କରିବ? ଆବର୍ତ୍ତୟେତ୍ ବିବେକಂ ଚ ଦୃଢଂ ବାସୟିତୁଂ ସଦା। ତମେ ବାରମ୍ବାର ବାରମ୍ବାର ଆବୃତ୍ତି କରିବ, ବିଚାର କରିବ। କାହାର? ବିବେକ କରିବ। କଣ ବିବେକ? ଦେଖ, ତମେ ତ ଏତେ ବହୁତ କିଛି ଜାଣିଲ, ମୁଁ ଅଦ୍ୱୈତ, ମୁଁ ହଉଛି ଅହମ୍ ବ୍ରହ୍ମାସ୍ମି, ଏ ବି ଅହମ୍ କୂଟସ୍ଥଃ ଏକେ, ସବୁ ଜାଣିଲ। ତଥାପି ପଳେଇ ଆସୁଛି କାହିଁକି? ବାସନା ଯୋଗୁଁ। ତା କଣ କରିବ ନା, 251 ରେ କହୁଛନ୍ତି ଆବର୍ତ୍ତନ କର, ଆବର୍ତ୍ତନ ଆବୃତ୍ତି କର, ଅଭ୍ୟାସ କର। କଣ? ବିବେକମ୍। କଣ ବିବେକ? ଅହମ୍ ବ୍ରହ୍ମାସ୍ମି, ଅହମ୍ ବ୍ରହ୍ମାସ୍ମି, ଅହମ୍ ବ୍ରହ୍ମାସ୍ମି। ଦୃଢଂ ଭାଷୟିତୁಂ ସଦା। ଦୃଢଂ ଭାଷୟିତ ସଦା, ଦୃଢ ବାସନା ଯୋଗୁଁ। ଭାଷୟିତ ମାନେ ଦୃଢ ବାସନା ପାଇଁ ତମେ କର। ଏଇଟା ସେ କହିଛନ୍ତି। ଆମେ ଦେଖିବା ଯଦି ଅଲରେଡି ଆକୁ ହିଁ ନିଧିଧ୍ୟାସନ କରୁଛନ୍ତି। ଶ୍ରବଣ ତ ବହୁତ କିଛି ଶୁଣିଲେ, ମୁଁ ବ୍ରହ୍ମ,
मनन भी करुଛନ୍ତି यस ମୁଁ ବ୍ରହ୍ମ फिर କାହିଁ ଅସୁବିଧା ହଉଛି? ଦୃଢ ବାସନା ଯୋଗୁଁ। ତାକୁ କେମିତି କରିବାକୁ ପଡିବ? ତ ବାରମ୍ବାର କର, ତାକୁ ହିଁ ନିଧିଧ୍ୟାସନ କହନ୍ତି। ଅଲରେଡି ଏ ନିଧିଧ୍ୟାସନ କହିଦେଇଛନ୍ତି ପ୍ରଥମ ଅଧ୍ୟାୟର 55 ଶ୍ଲୋକ ଅଗର ଯିବା। ସ୍ୱାମୀଜୀ, ଏକ ତ ମୋ ପାଖରେ ବହି ନାହିଁ, फिर ଆପଣ କହୁଛନ୍ତି ଦେଖ, କିଛି ନାହିଁ। ତ ପ୍ରଥମ ଅଧ୍ୟାୟରେ କହୁଛନ୍ତି ତମେ ଚିନ୍ତନ କର, ବିଚାର କର। କଣ? ତମେ ଯେତେବେଳେ ବିଚାର କରିବ ତମେ ନିଶ୍ଚୟ ପାଇବ। 59 55 9 କଣ? अनादाविह संसारे संचिता कर्म कोटयः अनेन विलयम यान्ते शुद्ध धर्म विवर्धत। ତମେ ଯଦି ବିଚାର କରି କରିବ, ସେତେବେଳେ ତମର ଅନାଦି ସଂସାରରେ ଯୋଉ ଅନେକ କୋଟି କୋଟି ସଞ୍ଚିତ କର୍ମ ଅଛି, ନିଧିଧ୍ୟାସନ ଦ୍ଵାରା ନଷ୍ଟ ହେଇଯିବ। ତାକୁ କହନ୍ତି ଧର୍ମ ମେଘ, ଗୋଟେ ଟେକ୍ନିକାଲ ଶବ୍ଦ କୁହା ହେଇଥିଲା योग ଦର୍ଶନର ଶବ୍ଦ ଏଟା। ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ୍ କୁରୁତେ ଅର୍ଜୁନ, ଭଗବାନ ଗୀତାରେ ମଧ୍ୟ କହିଛନ୍ତି। ସର୍ବକର୍ମାଣି, ସମସ୍ତ ପ୍ରକାର କର୍ମ। ଉପନିଷଦରେ ବି କୁହାଯାଇଛି ମୁଣ୍ଡକରେ भिद्यते हृदय ग्रंथि छिद्यन्ते सर्व संशयाः क्षीयन्ते चास्य कर्माणि तस्मिन् दृष्टे परावरे। ଥରେ ସେଇ ପରମାତ୍ମାଙ୍କୁ ଦର୍ଶନ କଲେ ଭିଦ୍ୟତେ ହୃଦୟ ଗ୍ରନ୍ଥି, ଏ ଯୋଉ ହୃଦୟ ଗ୍ରନ୍ଥି, ଗ୍ରନ୍ଥିର ଯୋଉ ଗାଁଠ, ହୃଦୟ ଗ୍ରନ୍ଥି କଣ? ଅବିଦ୍ୟା କାମ କର୍ମ ଚକ୍ର। ମୁଁ ଯୋଉଟାକୁ ଅଷ୍ଟଚକ୍ର ବୁଝାଏ ନା, ତାକୁ ଏଇଟା ଛୋଟ ରୂପରେ କୁହାଗଲା, ସର୍ଟରେ ଅବିଦ୍ୟା କାମ କର୍ମ। ସର୍ବ ସଂଶୟ, ଯେକୌଣସି ସଂଶୟ, ସତରେ ମୁଁ ବ୍ରହ୍ମ, ସତରେ ବ୍ରହ୍ମକୁ ପ୍ରାପ୍ତ କଲେ ସୁଖ ମିଳିବ, ଆଉ ଯଦି ନ ମିଳିବ ତାହେଲେ ଏ ଜଗତକୁ ଛାଡ଼ିଦେବି, ଏଇଟା ବି ଗଲା ସେଟା ବି ଗଲା, ନା ଇଧର କା ନା ଉଧର କା, ୟାକୁ କୁହନ୍ତି ସଂଶୟ। କ୍ଷୀୟନ୍ତେ ଚ ଅସ୍ୟ କର୍ମାଣि, ଏ ତିନି ପ୍ରକାର ଯୋଉ କର୍ମ ଅଛି, ସଞ୍ଚିତ କ୍ରିୟମାଣ ପ୍ରାରବ୍ଧ କର୍ମ, ସବୁ ନଷ୍ଟ ହେଇଯିବ। ତେଣୁ ତମେ ବିବେକ କରିଚାଲ, ବିବେକ ହିଁ ତମ ପାଇଁ ଉପାୟ। ଧର୍ମ ମେଘ ସ୍ଥିତିକୁ ତମେ ପହଞ୍ଚ। ଆଚ୍ଛା, ସେକେଣ୍ଡ ଚାପ୍ଟର ମଧ୍ୟ, କାରଣ ଟପିକ ତ ହୁଏ ନା, ତ ସେକେଣ୍ଡ ଚାପ୍ଟରରେ ମଧ୍ୟ କହୁଛନ୍ତି ଦେଖो କଣ? ଅଦ୍ୱୈତ ଜ୍ଞାନର ଫଳ, ତମେ ଅଦ୍ୱୈତ ଜ୍ଞାନ ପ୍ରାପ୍ତ କର ନା। ଅବଜ୍ଞାତಂ ସଦଦ୍ୱୈତಂ ନିଃଶଙ୍କୈନ୍ୟବାଦିभिଃ ଏବଂ କାକ୍ଷତିରସ୍ମାକଂ ତଦ୍ୱୈତମ୍ ଅବଜାନତାମ୍। ଅଲରେଡି ଆମେ ପଢିଛନ୍ତି ଦ୍ୱିତୀୟ ଅଧ୍ୟାୟରେ 101 ନମ୍ବର 102 ନମ୍ବର। କିନ୍ତୁ ଏ ଦେଖ, ଅନ୍ୟ ଦାର୍ଶନିକ ବ୍ୟକ୍ତି ଯେମିତି ସତ୍ ସ୍ୱରୂପ ଅଦ୍ୱୈତ ତିରସ୍କାର କରୁଛି, ସେ ଜାଣିପାରୁନି। ସେମିତି ଅଦ୍ୱୈତ ଯେ ବିଚାର କରୁଛି, ସେ ଦ୍ୱୈତ କା ତିରସ୍କାର କରିବ। ଦ୍ୱୈତ ଆସୁଛି ରିଆଲିଟିରେ, କିନ୍ତୁ ତାକୁ ତିରସ୍କାର କରିବାକୁ ପଡିବ। ଏଟାର ହାନି କଣ? ତମେ ଏଇଟା କରିଚାଲ। ଆଚ୍ଛା ନା, ହଁ, ଯେବେ ତମେ ଏମିତି କରିବ ନା, ତ ଅଦ୍ୱୈତରେ ସ୍ଥିର ହବ। ଏବେ ଶୁଣିଲା ପରେ ମଧ୍ୟ, ଏକ ତ ବହୁତ ଲୋକ ଶୁଣୁନାହାନ୍ତି ଏବଂ କୋଶ୍ଚିନ୍ ରହୁଛି, ତ ତାଙ୍କ ପାଇଁ ଉପାୟ କଣ? ଭାବିବେ ଶୁଣ ଆଗ। ଏ ଯେମିତି କାଲି ମୁଁ ଗୀତା ଚାଣ୍ଟିଂ ଶିଖଉଛି, କାଲିଠାରୁ ଏଗେନ୍ ସେକେଣ୍ଡ ଫେଜ୍ ଷ୍ଟାର୍ଟ କଲି। ଆପଣମାନେ ବି ଯେଉଁମାନେ ଜଏନ୍ କରୁନାହାନ୍ତି କରିବେ। ଯେଉଁମାନେ କହିଲେ ଆମେ ଆଗେ ଚାଣ୍ଟିଂ କରିବୁନି, ଆମେ କେବଳ ଜଷ୍ଟ ଶୁଣିବୁ, ଓକେ ଶୁଣୁ। କାଲି ଜଣେ ଜଣେ ଅଲ୍ ଅନ୍ ସଡନ୍ ଜଏନ୍ କଲେ, ଗାଇଲେ ମଧ୍ୟ। ତ ଆଉ କହିବେ ଓକେ ଶୁଣ କେବଳ। ତ ଅଭ୍ୟାସ କରିବାକୁ ପଡିବ ନା ଯେକୌଣସି ଜିନିଷକୁ। ସେମିତି ତୁମେ ଅଭ୍ୟାସ କର ଅଦ୍ୱୈତ, ତୁମେ ବ୍ରହ୍ମ ଅଦ୍ୱୈତ ଭାବନା, ଦ୍ୱୈତରେ ତୁମେ ହଟେଇବାକୁ ପଡିବ। ଅଦ୍ୱୈତ ବୁଦ୍ଧି ରଖିବ। ଯିଏ ଅଦ୍ୱୈତ ବୁଦ୍ଧି ରଖିବ ସିଏ ହିଁ
ଜୀବନ ମୁକ୍ତି। ଏଇଟା ମନେ ରଖିଥାଅ। ଓକେ। ତାପରେ ଆଉ ଗୋଟେ କହୁଛନ୍ତି 4 ଅଧ୍ୟାୟର 65 66 କହିକି ମୁଁ ଆଗକୁ ପଳେଇବି ହେଲା। ମୁଁ ଜଷ୍ଟ ଜାଣିବୁଝି କି ଟିକେ ପଛକୁ ଗଲି। विचारितमलं शास्त्रं चिरमुद्ग्राहितं मिथः सत्यक्तवासना मौना तृतेनास्त्युत्तमं पदम्। ଏଇଟା ହଉଛି ଯୋଗ ବଶିଷ୍ଠର ଶ୍ଲୋକଟା। ଅ ସ୍ଥିତି ପ୍ରକରଣ ଅଛି ଗୋଟେ, ଅନେକ ପ୍ରକରଣ ଥିଲା ସେଇଠି। ସେ ନିଜେ ଭଗବାନ ରାମକୁ ବଶିଷ୍ଠ ଉତ୍ତର ଦଉଛନ୍ତି। କହୁଛନ୍ତି ବିଚାରିତम ଅମଲम ଶାସ୍त्रम। ये जो अमल शास्त्र अध्यात्म शास्त्र ମୁଁ ବିଚାର ବହୁତ କଲି। ଚିରମୁତ୍ ଗ୍ରାହିତମ୍, ଚିରକାଳ ପର୍ଯ୍ୟନ୍ତ ଶିକ୍ଷା ବି ମୁଁ ଦେଲି। ନିଜେ ବଶିଷ୍ଠ କହୁଛ ନା। କିନ୍ତୁ ସମସ୍ତ ବାସନାକୁ ତ୍ୟାଗ କରିକି ମନର ମୌନ ଭାବ କରିବା ହିଁ ଉତ୍ତମ ପଦକୁ ପ୍ରାପ୍ତ କରିବାର ଉପାୟ। ତମେ ଯଦି ସବୁ ଶାସ୍ତ୍ର ପଢିଲ, ହସ୍ତ ଉତ୍ତାଲନମ୍, ବେଦବ୍ୟାସ ଜି କହୁଛନ୍ତି, ମୋ ହାତ ଟେକିକି ଆ କହୁଛି, ତମେ ଯଦି ଆ ନ କରିବ, ଧର୍ମର ଆଚରଣ ଯଦି ନ କରିବ, ତମେ କେବେ ହେଲେ ସୁଖ ପ୍ରାପ୍ତ କରିପାରିବନି। ଏବେ କୋଉ ଗୋଟେ ସ୍ତ୍ରୀ ଲୋକଟେ, ଲେଡି ଲୋକଟେ, ଏଇ ସବୁ କମ୍ୟୁନିଷ୍ଟ ବାଲା କହିଲେ କି କିଛି ନା ପଚାରିଥିବେ, ଏଇ ରାମନବମୀ ଆସିଥିଲା ନା, क्या आप राम मंदिर नहीं जाएंगे? तो सी कौन कହୁଛି ଶୁଣ। जो भारत सरकार गवर्नमेंट पीएमओ राम मंदिर चला रहा है, उस राक्षस मंदिर को मैं नहीं जाऊंगे। तो बड़ा सुंदर जने कमेंट कर देला। ये रील कमेंट बढ़िया सुंदर चलुछ। कहले जा हो, कम्युनिस्ट है कि तमे बीजेपी को अन्यान्य को गाली करथिलो, गोटे व्यक्ति गाली करथिलो, नरेंद्र मोदी गाली करथिलो, ता पर्यंत थिला। तुम सीना आज कम्युनिस्ट हो 50 60 100 वर्ष ପୂର୍ବରୁ। ତମର ବାପା ବା ଜେଜେ ବାପା ସବୁ ଦେଖିବାକୁ ଭକ୍ତ ଥିବେ। ଏ ମଝିରେ ରାମକୁ କେହି ମାନୁ ନଥିଲେ, ଦେଖିଲା ବେଳକୁ ଏବେ ଗଙ୍ଗାରାମ ହସ୍ପିଟାଲରେ ଥିବେ। ସେ ଗଙ୍ଗା ବି କାମ ଦଉଛି, ରାମ ବି କାମ ଦଉଛି। ଯେ ତମେ ରାମ ମାନୁନ, ଯିଏ ଗଙ୍ଗାରାମ ହସ୍ପିଟାଲ କରିଛି ସେଇ ହସ୍ପିଟାଲ ଯିବା ଉଚିତ ନୁହଁ। ଯେତେବେଳେ ଆବଶ୍ୟକ ପଡୁଛି ସେ ଗଙ୍ଗାରାମ ହସ୍ପିଟାଲକୁ ହିଁ ଯିବ। ତ ସିଏ ବड़ा ସୁନ୍ଦର ଦେଲା କି ଯେ ତମର ଏତିକି ଚାଲିଥିଲା ଚାଲିଥିଲା ଚାଲିଥିଲା, ତମେ ବ୍ୟକ୍ତିକୁ, ଦେଶକୁ, ପାର୍ଟିକୁ ଗାଳି କରୁଥିଲ, କିନ୍ତୁ ବର୍ତ୍ତମାନ ଭଗବାନ ରାମକୁ ଗାଳି କର। ତ ଯୋଉ ରାମଙ୍କର ପରମ ଭକ୍ତ ନା, ସେ ହଉଛନ୍ତି ଯମରାଜ। ସିଏ ଆଉ ଛାଡିବେନି ତମକୁ, ସିଏ କର୍ମ ଦେଇ ଚାଲିବ ତମକୁ। ଭୁଲ କାମ, ଭଗବାନ ରାମ ତ ଦୟାଳୁ, ରାବଣକୁ ମଧ୍ୟ କ୍ଷମା କରୁଛନ୍ତି। ତମେ ଏତେ ରାବଣ ଭଳିଆ ନୁହଁ, ରାବଣର କାଣିଚିଆ ଭଳିଆ। ତଥାପି ରାମଙ୍କୁ କହିଛ, ତ ସିଏ ଛାଡିବେନି, ସେ କେବେ ନା କେବେ ଦେବେ। କର୍ମ ବୁଲିକି ତମ ପାଖକୁ ଆସୁ। ରାମକୁ ଗାଳି କରୁଛୁ ମାନେ ନିଜକୁ ଗାଳି କରୁଛୁ, କାରଣ ରାମ ଗୋଟେ ଦଶରଥର ପୁତ୍ର ନୁହଁ ନା ଗୋଟିଏ। ରାମ ମାନେ ଆମ ଭିତରେ ଅଛନ୍ତି, ତମେ ଅନ୍ତର୍ୟାମୀକୁ ମଧ୍ୟ ଗାଳି କରୁଛ। ଏବଂ ଯେ ପର୍ଯ୍ୟନ୍ତ ତମେ ଆଧ୍ୟାତ୍ମ ଆତ୍ମଜ୍ଞାନ ପ୍ରାପ୍ତ କରିନ, ତ ଦୁଃଖ ତ ରହିବ। ତ ବଶିଷ୍ଠ କହୁଛନ୍ତି, ଦେଖ ବାବା, ସମସ୍ତ ଅଧ୍ୟୟନ କଲା ପରେ एकमात्र ଉପାୟ ଆତ୍ମଜ୍ଞାନ, अध्यात्म विद्या। ଏଣୁ ଯଦି ଆପଣ ଆଧ୍ୟାତ୍ମ ବିଦ୍ୟାକୁ ପସନ୍ଦ କରୁଛନ୍ତି, ପଞ୍ଚଦଶୀ, ଗୀତା, ଉପନିଷଦ, ଯଦି କାହା ସହିତ ଆପଣ ଭେଟୁଛନ୍ତି ନା, ବହୁତ ଲୋକ ଏମିତି ନିଜେ ନିଜେ ଶୁଣିବେ କିନ୍ତୁ ଅନ୍ୟକୁ କହିବେନି କି ମୁଁ ଗୀତା ଶୁଣୁଛି। କାରଣ ଫାଷ୍ଟ ପଚାରେ ଗୀତା ଶୁଣୁଛ ନା? ହଁ। କୋଉ କାହାଠାରୁ ଶୁଣୁଛ? ସ୍ୱାମୀ ମାଧବାନନ୍ଦଜୀ। ସେ କିଏ? ନା ସେ ପଟିଆଲାରେ ରହୁଛନ୍ତି। ସବୁ କହିବାକୁ ପଡିବ। ଆଚ୍ଛା ମୁଁ ବି ଟିକେ ଶୁଣିବି ତାଙ୍କର ନମ୍ବର, ତାଙ୍କର ପ୍ରୋଗ୍ରାମ। ଆଉ କିଛି କହିବାକୁ ଚାହୁଁନାହାନ୍ତି। କଣ ଦରକାର? କାହିଁକି ଗୋଟେ ଲେବେଲ ହବେ?
ସିଲ୍ ମରା ହବ। ଏମିତିଆ ଟାଇପ୍ର ବି ଅଛନ୍ତି ଲୋକ। ଫାଷ୍ଟ ତ ଅଧମ ବୋଲେ ଶୁଣିବେନି। ଆଚ୍ଛା ମୋର ନ ଶୁଣନ୍ତୁ, କାହାର କାହାର ବି ନାହିଁ। ଏ ନାସ୍ତିକ କମ୍ୟୁନିଷ୍ଟ ବାଲା ଯେମିତିଆ ରାମ ମନ୍ଦିର ଯିବିନି ହିଁ, କାହିଁକି ନା ପିଏମ ଚଲଉଛନ୍ତି। କିନ୍ତୁ ଦେଖନ୍ତୁ ପିଏମ ଚଲଉନାହାନ୍ତି, ସେଇଟା ଜାଣିବା ବି ଦରକାର। କମିଟି ଅଛି, କମିଟି ସେ ସ୍ୱାମୀଜୀ ମାନେ ଯୋଉମାନେ ଅଛନ୍ତି କମିଟିର, ସେମାନେ ଚଲଉଛନ୍ତି। ପିଏମ ଗଭର୍ଣମେଣ୍ଟ ମୋଦି ଯୋଗୀ ପସନ୍ଦ କରୁଛନ୍ତି ହିନ୍ଦୁ, ଏଣୁ ଯାଉଛନ୍ତି। ବସ୍ ଏଇଟା ତାଙ୍କୁ ଖଟକୁଛି ନା। ସେ ଯାହା ହଉ, ଏମିତି କେତେ ଲୋକ ଅଛନ୍ତି, କେତେ ଅଛନ୍ତି ଶୁଣୁଛନ୍ତି ଲୁଚି ଲୁଚି ଚୋରି ଚୋରି, ତେଣୁ ଅନ୍ୟ ପ୍ରକାଶିତ କରୁନାହାନ୍ତି। ମୁଁ ଶୁଣିଲି ଆଉ ହେବା ଉଚିତ, ଇନ୍ସପାୟାର କରିବା ଉଚିତ। ତମେ ଜାଣୁଛ ହଁ ଏଇଟା ଶୁଣିଲେ ଭଲ ଲାଗୁଛି, ବା ମୁଁ ଅଧିକ ଶୁଣିପାରୁନି, ତା ପାଖରେ ଟାଇମ ଅଛି, ତାହେଲେ ସିଏ ହେଲେ ତ ଶୁଣୁ, ଇନ୍ସପାୟାର କର। ଦେନ୍ ତମର ପାଇଁ, ତମେ ଯୋଉ ଶୁଣି ପାରୁନ ଯେତିକି ପୁଣ୍ୟ ପାଇପାରୁନ, ତମେ ଇନ୍ସପାୟାର ଯଦି କରିବ ପୁଣ୍ୟ ମିଳିଯିବ। ତମେ ନିଜେ, ତମ ପାଖରେ ପଇସା ନାହିଁ 1 ଲାଖ ରୁପିସ୍ LIC ବା କୌଣସି ଗୋଟେ କରିବା ପାଇଁ ଇନ୍ସୁରାନ୍ସ ତମ ପାଖରେ ନାହିଁ, କିନ୍ତୁ ତମେ ଏଜେଣ୍ଟ ଅଛ। ବହୁତ ଏଜେଣ୍ଟ କଣ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା କାରବାର କରୁଛନ୍ତି ସିନା, କିନ୍ତୁ ତାଙ୍କ ପାଖରେ ନାହିଁ ସେଇଟା। କାହାର? ଲୋକଙ୍କର। ପୁରୁଣା ଜମାନାରେ ତ କ୍ୟାସ୍ ନେଇକି ଆସୁଥିଲା, ଆଜିକାଲି ତ ସବୁ ଅନଲାଇନ ଚେକରେ ହେଇଯାଉଛି। କିନ୍ତୁ ପରସେଣ୍ଟେଜ ତ ମିଳୁଛି କି ନାହିଁ ତାକୁ, LIC କାମ କରୁଛି ବୋଲି। ତ ବି ଏନ୍ ଏଜେଣ୍ଟ ଅଫ୍ ଗୀତା, ଅଧ୍ୟାତ୍ମ ଶାସ୍ତ୍ର। ଆପଣ ଦେଇପାରୁନାହାନ୍ତି 2-3 ଘଣ୍ଟା, ଅନ୍ୟମାନେ ଦେଇପାରିବେ। ତାଙ୍କୁ କହିବେ ତମେ ଶୁଣୁନ କାହିଁକି? ଯାହା ସହିତ ପ୍ରତ୍ୟେକ ଦିନ ଆପଣ ତ, ଇଏ ବ୍ୟବହାରିକ ପକ୍ଷ, ମିନିମମ୍ 8-10 ଜଣଙ୍କ ସହିତ ଫୋନରେ କଥାବାର୍ତ୍ତା ହଉଥିବେ। ମିନିମମ୍ କେହି 5 ମାସରେ 2 ମାସରେ ଆପଣଙ୍କ ଘରକୁ କିଏ ଜଣେ ଆସୁଥିଲେ। କଣ ଆପଣ, କାରଣ ମୁଁ ଦେଖେ ପଟିଆଲା ହଉ ବା ଅନ୍ୟାନ୍ୟ, କାହିଁ ପ୍ରବଚନ ଆଜି ଶୁଣିଲନି? ନା ନା, କିଏ ଜଣେ ଗେଷ୍ଟ ଆସିଲେ। ଆରେ ଗେଷ୍ଟ ଆସିଲେ ତ ସେଇ ଟାଇମଟା ଯୋଉ ମୁଁ 4:30ରୁ 5:30 କରୁଛି, ଯେତେବେଳେ ଆସୁଛନ୍ତି ଗେଷ୍ଟ, ଦେଖିକି ତ କହିକି ତ ଆସୁଥିବେ, ଅନ୍ୟ ସମୟରେ ଦବ। ବା ଯଦି ଆସୁଛନ୍ତି, ଭାଇ ସ୍ୱାମୀଜୀଙ୍କଟା ଶୁଣିଦବା, ମୁଁ ଟିକେ ଚା ଫା ଆଣୁଛି, ବସ ଗପସପ ଶୁଣ, ତାପରେ ଆମେ କଥାବାର୍ତ୍ତା ହବା। କେତେ ସୁନ୍ଦର ସାତ୍ଵିକ ଜିନିଷ। କିନ୍ତୁ ନା, ସିଏ ତ ଆସିବେନି, କହିବେ ଗେଷ୍ଟ ଆସିଲେ ବୋଲି ମୁଁ ଆସିଲିନି, ଆଟେଣ୍ଡ କଲିନି। ତେଣୁ ଆମ ଜୀବନରେ କଣ ହବା ଦରକାର? କେବଳ ଚିନ୍ତନ, ଚିନ୍ତନ, ଚିନ୍ତନ। ନା ସ୍ୱାମୀଜୀ ଗୃହସ୍ଥ ଜୀବନରେ ହେଇପାରୁନି। ଦେଖ ଗୃହସ୍ଥ ଜୀବନ, ଆ- ତମେ ଜନ୍ମ ହବା ପୂର୍ବରୁ ବି ଜଗତଟା ଥିଲା, ତମେ ଜନ୍ମ ମଝିରେ ବି ଜଗତ ଅଛି, ତମେ ମରିଯିବ, ଜଗତର ରହିବ। ଜଗତକୁ କେହି ହେଲେ ଆମେ ଟେକି ଧରି ପାରିବାନି। ଆମେ ନିଜକୁ ଗୋଟେ ଭାବୁଛୁ କି ମୁଁ ଘରଟାକୁ ଚଳଉଛି ସ୍ୱାମୀଜୀ, ମୋର ନହେଲେ ହବନି। ଠିକ ଅଛି, ତମେ କମଉଥିଲେ, ସେମାନେ ଘିଅ ଖାଉଥିଲେ। ବର୍ତ୍ତମାନ ତମେ କମେଇବନି, ସେମାନେ ଘିଅ ଖାଇବେନି, ଶୁଖିଲା ଶୁଖିଲା ରୁଟି ଖାଇବେ, ଚଣା ଖାଇବେ, କିନ୍ତୁ ବଞ୍ଚିବେ ନା। ଭଗବାନ ତ କରଉଛନ୍ତି ଯେମିତି ସେମିତି, ଘିଅ ନ ଦେବେ ତମର, ତାଙ୍କରି କର୍ମ ଯୋଗୁଁ ତମେ ପାଉଥିଲ। ତମେ ଯଦି କହୁଛ କି ନାଇଁ ମୁଁ ହିଁ କରଉଛି, ଓକେ, ତମ ଯୋଗୁ ଘିଅ ସେମାନେ ପାଉଥିଲେ, ତମେ ପଳେଇ ଗଲା ପରେ ସେମାନେ ଘିଅ ପାଇବେନି, ଅନ୍ୟ କିଛି ଖାଇବେ, ଏବଂ ଭଗବାନ ତାଙ୍କୁ ବି ଶକ୍ତି ଦେଇଦେବେ। ଶକ୍ତି ତ ସମସ୍ତଙ୍କ ପାଖରେ ଅଛି ନା, ପରିସ୍ଥିତି ଅନୁସାରେ ସବୁ ଆସିଯିବ। କାହିଁ ଭାବୁଛ କି ତମେ ହିଁ ପଇସା କମଉଛ? ସେମାନେ ବି କମେଇ ଦେଇପାରିବେ, ତାଙ୍କ ପୁଅ ବି କମେଇ ଦେଇପାରିବ। ତେଣୁ ଇଏ ଧାରଣା ଛାଡି ଦିଅନ୍ତୁ କି ମୁଁ ଘର ତିଆରି କରୁଛି, ମୁଁ ଘର ଚଲଉଛି। କେହି ଚଲାନ୍ତିନି। ଭଗବାନଙ୍କର ଶକ୍ତି, ଭଗବାନଙ୍କ ଶକ୍ତି ହଟେଇ ଗଲେ, ମୁଁ ଯୋଉ ଘର ଚଲଉଛି କହିବୁ, ଗୋଟେ ସେକେଣ୍ଡ ଧାଡାମ ମରିଯିବ। ବାଥରୁମ ଯାଇଛି, ଡୋଭ ସାବୁନର ସର୍ଫ ଅଛି, ବୋହୁ ଗାଧେଇକି ଯାଇଛି, ଘଟଣା ଏଇଟା, ମରିଯିବ। ତେଣୁ କହୁଛନ୍ତି ବାବା ତମେ ବିବେକକୁ ଚିନ୍ତନ କର, ନିଧିଧ୍ୟାସନ କର, ମୁଁ ବ୍ରହ୍ମ। ତମେ ଡିଣ୍ଡିମ ମାରିବା ଦରକାର ନାହିଁ, ଘୋଷଣା ମାରିବା ଦରକାର ନାହିଁ, ପ୍ରଚାର କରିବା ଦରକାର ନାହିଁ। ମୁଁ ଜାଣିଛ ମୁଁ ବ୍ରହ୍ମ, ଜାଣିଛ ମୁଁ ବ୍ରହ୍ମ, କହିବା ଦରକାର ନାହିଁ। ହଁ, ସାଙ୍ଗସାଥି ଯୋଉମାନେ ସେଇ କ୍ଲାସର, ସେମାନଙ୍କୁ ବାକି ବ୍ୟବହାର, ହରି ଓମ୍ କୁହ, ଗୁଡ ମର୍ଣ୍ଣିଂ କୁହ, କିନ୍ତୁ ତାକୁ କଥା ତମେ ଶୁଣ, ଆଧ୍ୟାତ୍ମିକ ବନ, କାଉନସିଲିଂ କର ଆଧ୍ୟାତ୍ମିକ ବିଷୟରେ। ଯଦି ତୁମ ପୂର୍ବ ଜନ୍ମର ପୂର୍ବ ପ୍ରାରବ୍ଧ
ଯୋଗୁ ବୁଦ୍ଧି ବିକ୍ଷିପ୍ତ ହେଇଯାଉଛି। विक्षिप्यते यदा कदाचित् धीः कर्मणा भोगदायिना पुनः समाहिता सा स्यात् तदैव्याभ्यास पाठवात्। ସ୍ୱାମୀଜୀ ଆମକୁ ତ ମିଳୁନି, ଶ୍ଲୋକ ମିଳିବନି। ଚତୁର୍ଥ ଅଧ୍ୟାୟର 66। ମୁଁ ଆସିବି ଆମ ଶ୍ଲୋକ ବର୍ତ୍ତମାନ ଆସିବି। ଏ ବିବେକ କେମିତି କରିବା ପାଇଁ ଟିକେ ଆଗରୁ ଯୋଉଟା କହିଥିଲେ ମୁଁ ବୁଝଉଛି। କହୁଛନ୍ତି ତମେ ବାରମ୍ବାର ଅଭ୍ୟାସ କର, ବୁଦ୍ଧି ପୁନଶ୍ଚ ସମାହିତ ହେଇଯିବ। ପୂର୍ବ ଜନ୍ମ ଯୋଗୁଁ ତମର ଯଦି ବୁଦ୍ଧିରେ ଭୋଗ ପ୍ରଧାନ କର୍ମ ଆସିଗଲା, ତାକୁ ଜାଣ ତ ନିଜର କର୍ମ ହିଁ ପ୍ରାରବ୍ଧ ହିଁ, ଭୋଗ ତ କରିବାକୁ ପଡିବ। ଦେଖନ୍ତୁ ପ୍ରାରବ୍ଧ, ଯଦି ଆପଣଙ୍କର ଭାଇ, ବାପା, ମା ସବୁ ବିରୋଧୀ ମିଳିଲେ ତାଙ୍କୁ ଦୋଷ ଦେବେନି, ନିଜର ପ୍ରାରବ୍ଧକୁ ଦୋଷ ଦେବେ, ନିଜର କର୍ମ। ବାସ୍ ମୋରି ହିଁ ପୂର୍ବର କର୍ମ ମୁଁ ଜାଣିନଥିଲି, ବାସ୍ ମୁଁ ପାଉଛି, ଆକୁ ଭୋଗ କରିବି, नो କମ୍ପ୍ଲେନ୍। नो କମ୍ପ୍ଲେନ୍ ବରଂ ତୁ କମ୍ପ୍ଲାନ୍ ବୟ। କମ୍ପ୍ଲାନ୍ ବୟ ଆଡଭର୍ଟାଇଜମେଣ୍ଟ ଦଉଛି ନା, ଆଇ ଆମ୍ ଏ କମ୍ପ୍ଲାନ୍ ବୟ, नो କମ୍ପ୍ଲେନ୍। କମ୍ପ୍ଲାନ୍ ମାନେ ଖାଅ ମସ୍ତି ରହ, ଚିନ୍ତନ କର। ତ ଭଗବାନ ଏମାନେ ପଞ୍ଚଦଶିକାର ଏତିକି କହୁଛନ୍ତି, ଆମେ ଆଗକୁ ଯିବା। କହୁଛନ୍ତି ତମେ ବିଚାର କର, ହେଲା। ଠିକ ଅଛି, ଆମେ ବିଚାର କରିବା। ତ ବିବେକେ ଦ୍ୱୈତ ମିଥ୍ୟାତ୍ୱମ୍। ଆଚ୍ଛା, ବର୍ତ୍ତମାନ ଷ୍ଟୁଡେଣ୍ଟଟା ତ ଶୁଣୁଥିଲା, କହିଲେ ଆପଣ ଯୋଉ ବିଚାର କରିବା ପାଇଁ କହୁଛନ୍ତି ନା, ନା ହଁ, ये तर्क द्वारा विचार ठीक ଲାଗୁଛି, ଅନୁଭୂତି ତ କାହିଁ ହଉନି, ଅନୁଭୂତି ତ ହବନି। ବିଚାର ଆମେ କରିବୁ, ଦ୍ୱୈତର ମିଥ୍ୟାତ୍ୱ ହେଇଯିବ, କେବଳ ୟା ତର୍କ ଦ୍ଵାରା, ଯୁକ୍ତି ଦ୍ଵାରା ହିଁ ଠିକ ଲାଗୁଛି। ଅନୁଭବର ବିଷୟ ଯୋଉ ହବ ବୋଲି କିଛି ମିଳୁନି। ଆଉ ଗୋଟେ, ଏଇ ଯୋଉ ଆପଣ ମିଥ୍ୟା 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 କହୁଛନ୍ତି, ଜଗତ ମିଥ୍ୟା, ତା ପାଇଁ ଗୋଟେ ଲକ୍ଷଣ କହୁଛି ଅଚିନ୍ତ୍ୟ, କାରଣ ଆକୁ ବେଶୀ ବିଚାର କରିପାରିବେନି, ମାୟାର ଲକ୍ଷଣ। ହୁଁ। ତ ଅଦ୍ୱୈତ ମଧ୍ୟ ତ ଅଚିନ୍ତ୍ୟ, ବ୍ରହ୍ମ ମଧ୍ୟ ତ ଅଚିନ୍ତ୍ୟ। ମାୟା ହଉଛି ଅଚିନ୍ତ୍ୟ, ଅଦ୍ୱୈତ ମଧ୍ୟ ଅଚିନ୍ତ୍ୟ, କିନ୍ତୁ ଗୋଟେ ସତ୍ୟ ଆଉ ଗୋଟେ ମିଥ୍ୟା। जो चैतन्य तत्व अद्वैत आत्मा, ସେ ହଉଛି ସତ୍ୟ, ଆଉ ଯୋଉ ମାୟା ଜଗତ, ଇଏ ହଉଛି ମିଥ୍ୟା। 253 ଏ କଥାଟା କହୁଛନ୍ତି। ଚିଦପ୍ୟଚିନ୍ତ୍ୟ ରଚନା इदप्यचिन्त्य रचना यदि तर्ह्यस्तु नो वयम् यदि तर्हस्तु नो भयम् चितिं सुचिन्त्य रचना ब्रूमो नित्यत्वकारणा चिदप्यचिन्त्य रचना चिदप्यचिन्तरचना यदि तर्ह्यस्तु नो वयम् यदि तर्ह्यस्तु नो वयम् चितिं सुचिन्त्य रचना चितिं शुचिन्त्य रचनाम् भूमो नित्यत्वकारणात्। ब्रूमो नित्यत्यकारणात्। କହୁଛନ୍ତି ଚୈତନ୍ୟ ଯୋଉ ଆତ୍ମା ଓ ଅଚିନ୍ତ୍ୟ, ଏଣୁ ମିଥ୍ୟା। କିଏ କହୁଛି? ତର୍କ। ଯିଏ ଅଚିନ୍ତ୍ୟ ସେ ମିଥ୍ୟା ହବ, ଯାହାକୁ ଚିନ୍ତନ କରିପାରିବନି, ବିଚାର କରିପାରିବନି। ଏ ଚୈତନ୍ୟ ଆତ୍ମା, ଚୈତନ୍ୟ ଆତ୍ମା ଆପଣ କହୁଛନ୍ତି, ଅଚିନ୍ତ୍ୟ ମିଥ୍ୟା। ତ ଉତ୍ତର କହୁଛନ୍ତି ନାଇଁ ବାବା, ଚୈତନ୍ୟରୁ ଆତ୍ମାକୁ ସୁଚିନ୍ତ୍ୟ ଆମେ କହୁନୁ, ଅଚିନ୍ତ୍ୟ କିନ୍ତୁ ନିତ୍ୟ, ଇଏ ମିଥ୍ୟା ନୁହଁ। ଇଏ ହଉଛି ତାର ଲକ୍ଷଣ, ଇଏ ବିଲକ୍ଷଣତା, ଅପୂର୍ବତା। ତମେ ଯିଏ ଅଚିନ୍ତ୍ୟ ହବ ସେ ମିଥ୍ୟା ହବ ବୋଲି କୋଉଠି ଭାବୁଛ? ସେ ନିତ୍ୟ। ମାୟା ହଉ ଜଗତଟା ହଉ, ଏ ଯୋଉ ଜଗତଟା କହୁଛ ନା, ଇଏ ମିଥ୍ୟା।
किंतु अनित्य, नित्य नुह। आत्मा नित्य, नित्य माने कौन? अतीत रे थिला, वर्तमान भी रहिबो, आगे अछि, वर्तमान आगे भी रहिबो। किंतु जगत से नुह, अतीत रे नथिला, एणु आर ना होचे प्राक अभाव। तो जानी बुझी कि वाट टाକୁ ନେଇ ଆସିଲେ ସେ 254 ରେ କହୁଛନ୍ତି ଏଇ ୱାର୍ଡ ଟାକୁ ନେଇକି ଟିକେ विचार करिए। जो चैतन्य आत्मा, अद्वैत आत्मा, ये नित्य है। ये प्राक अभाव रो प्रश्न उठे। प्राक अभाव और प्रध्वंस अभाव रो परे ये। तो जो माने नुआ ना हठात शुणुचंद किसी दिन हेलाने ସେମାନେ ବୁଝିପାରିବେନି ପ୍ରାକ୍ ଅଭାବ କଣ, ପ୍ରଧ୍ୱଂସ ଅଭାବ କଣ। ମୁଁ ବୁଝଉଛି ଯୋଉ ସ୍ୱାମୀଜୀ ନୂଆ କଣ ଆମେ ବି ହଠାତ୍ ବୁଝିପାରୁନୁ। ଆପଣ ଲାଗୁଛି ହଁ ପ୍ରାକ୍ ଅଭାବ ଶୁଣୁଛୁ, ଆପଣ ପଚାରିବେ ପ୍ରାକ୍ ଅଭାବ କଣ ଜାଣୁନୁ। ଓକେ, ବିଦ୍ୟାନନ୍ଦ ସ୍ୱାମୀ ଜାଣିଛନ୍ତି କି ଥରେ ଅଭ୍ୟାସରେ ଟିକେ କମ ହେଲେ ଆମେ ଜାଣିପାରିବାନି, ସେଥିପାଇଁ ସେ ୱାର୍ଡଟାକୁ ନେଉଛନ୍ତି। ଅଲରେଡି କହିଛନ୍ତି ଆଗରୁ ବି ସୃଷ୍ଟି ବିଷୟରେ। 254 प्रागभावो नानुभूतः प्रागभावो नानुभूत प्रागभावो नानुभूतः प्रागभावो नानुभूतः चिते नित्या ततश्चितिः स्थितिर्नित्या ततस्थितिः द्वैतस्य प्रागभावस्तु द्वैतस्य प्रागभावस्तु चैतन्या चैतन्येनानुभूयते। चैतन्येनानुभूयते। चिदात्मा चितेः प्राकभाव न अनुभूत। प्रथम प्राक अभाव कौन है? अभाव एमती चारि प्रकार। फर्स्ट होची सृष्टि पूर्वरु नथिला। प्राक माने पूर्वरु, सृष्टि पूर्वरु नथिला। मु प्रसिद्ध एग्जांपल दिए, ये घड़ी टाइटन रो मु 2020 रे किଣିଥିଲି, 6 वर्ष हेगलानी। पटियालारू जड़े डिवोटी थिले, से कहले स्वामीजी मु आपन किछ देवा पई चाहूचे एंड मु पठौची एतिके आपण किणी दियंतु। तो मु निजे गली किणली। ये 2006 रे मो पाखु आसिला, दुकान रे थिला। टिके दुकान वाला को पचारला तमे केबे आनलो? ना आगे 2-3 वर्ष पूर्व आनिछ। चलो बेंगलोर पळै जिवा टाइटन को। सेठ पचारे भाई ये पर्टिकुलर वाच जो आप पटियाला को आपण पठैछन्ती ए ब्रांड रो एटा मैन्युफैक्चर केबे हला? से कहबे मैन्युफैक्चर 2018 रे हला। मु एग्जांपल दे देउ छ, करेक्ट। ताने 2018 रे मैन्युफैक्चर है बॉम्बे रे आसिला, ए बेंगलोर रे आसिला, डिपार्टमेंट को आसिला, स्टोर डिपार्टमेंट, देन तार परचेज डिपार्टमेंट गला, देन पळी आसिला पटियाला। तो 2018 पर ये सब प्रोसेस है। बर्तमान आप देखुं क्लियर 5-6 वर्ष है। 2018 पूर्व कौन थिला? नथिला। 2018 पूर्व से कर्मचारी मान पचार दिस पर्टिकुलर वाच थिला कि नहीं आज्ञा? फिर आज्ञा ये कंटा आदि सब मिसा हो, तो मिसेकी आमे करिचो गोटे सम्मिश्रण, एटा कंग्रीगेशन एटा नथिला। आकु कहते प्राक अभाव। आप नहीं 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 कंटा तो थिला ना, चेन तो थिला, काच तो थिला। अरे ता पूर्व रे जाओ, से कंटा भी एकमात्र बहुत जगह रे तैयारी हेकी आसुची, काच भी एंते शेप रे तैयारी होछ, ता पूर्व नथिला। ता कहते प्राक अभाव। फूल गोटे एग्जांपल न, फूल बर्तमान मु धरली,
ବର୍ତ୍ତମାନ ଦେଖାଯାଉଛି ମୋ ଆଗରେ, ମୋ ରୁମ୍ ଆଗରେ ଗୋଲାପ ଫୁଲ ଅଛି, ସେଇଟା ହାତରେ ଅଛି। କାଲି କାଲିଟେ କଢ଼ ମୁଁ ଦେଖିଥିଲି, ଆଜି ଫୁଲ ହେଇଯାଇଛି। ତା 2 ଦିନ ପୂର୍ବରୁ ନଥିଲା, ସେ କେବଳ ଗଛଟା। ତା ପୂର୍ବରୁ ଗଛ ବି ନଥିଲା, 3-4 ବର୍ଷ ପୂର୍ବରୁ। ଆଉ କହନ୍ତି ପ୍ରାକ୍ ଅଭାବ ହେଲା। ସେକେଣ୍ଡ ତୁରନ୍ତ ଡିସ୍କସନ କରିବା ପ୍ରଧ୍ୱଂସ ଅଭାବ, ଅର୍ଥାତ୍ ଫୁଲ ଏକ୍ସାମ୍ପଲ ମଉଳିଯିବ, ଦେନ୍ ମଉଳିବ ଫୁଲକୁ ଆମେ ଫିଙ୍ଗିଦେବା, ଦେନ୍ ଆଉ ଫୁଲର ଅସ୍ତିତ୍ୱ ରହିବନି, ତାପରେ ଖତ କରିଦେଲେ ଗଲା। ତାକୁ କହନ୍ତି ପ୍ରଧ୍ୱଂସ ଅଭାବ। କୌଣସି ବସ୍ତୁ ଜଗତରେ ଯେତେବେଳେ ତିଆରି ହଉଛି, ପ୍ରଥମେ ପ୍ରାକ୍ ଅଭାବ ଥିଲା, ଆଉ ନଷ୍ଟ ହେଇଗଲା ପରେ ପ୍ରଧ୍ୱଂସ ଅଭାବ। ଏ ଦିଟା ଯାକ ଜଗତର ବସ୍ତୁରେ ଲାଗୁ ହଉଛି, ପ୍ରାକ୍ ଅଭାବ, ପ୍ରଧ୍ୱଂସ ଅଭାବ। କିନ୍ତୁ ନିତ୍ୟ ଆତ୍ମାରେ ନୁହଁ। ଆତ୍ମାକୁ କହିପାରିବାନି କି ପ୍ରାକ୍ ଅଭାବ, ଆତ୍ମାକୁ କହିପାରିବାନି କି ପ୍ରଧ୍ୱଂସ ଅଭାବ, କାରଣ ଆତ୍ମା ଚୈତନ୍ୟ ଆତ୍ମା ଅଦ୍ୱୈତ ପ୍ରଥମରେ ଥିଲା, ପରେ ବି ରହିବ। ତେଣୁ ପ୍ରାକ୍ ଅଭାବ ପ୍ରଧ୍ୱଂସ ଅଭାବ ଏ କାମ ଦବ ନାହିଁ। ପ୍ରାକ୍ ଅଭାବ ଉକ୍ତତ୍ୱେ ସତି ଅଚିନ୍ତ୍ୟ ରଚନାତ୍ମ ମିଥ୍ୟା ପଦାर्थत्वम्। ପ୍ରାକ୍ ଅଭାବ ସେ ଯୁକ୍ତ, ଅଚିନ୍ତ୍ୟ ରଚନା ହିଁ ମିଥ୍ୟାତ୍ଵ। ତା ବିଷୟରେ କିଛି କହିହବନି, ଅଚିନ୍ତ୍ୟ ମାନେ ଅନିର୍ବଚନୀୟ ରୂପମ୍ ମିଥ୍ୟାତ୍ଵ। କିନ୍ତୁ ପ୍ରାକ୍ ଅଭାବ ହବ, ଆଉ ପ୍ରଧ୍ୱଂସ ଅଭାବ ତ ନିଶ୍ଚୟ ହବ, ନଷ୍ଟ ହେଇଯିବ। କିନ୍ତୁ ଆତ୍ମା ପ୍ରାକ୍ ଅଭାବରେ ଆସିବନି। ଆତ୍ମାକୁ କିଏ ଏମିତି ଅନୁଭବ କରିବନି କି ମୁଁ ପ୍ରଥମେ ନଥିଲି ଏବଂ, ନା ସ୍ୱାମୀଜୀ ଏମିତି ହଉଛି ନା। ଆମେ ବର୍ତ୍ତମାନ ଏଇ ଜନ୍ମ ହେଲେ, ପ୍ରଥମେ ତ ନଥିଲେ ମାଙ୍କ ଗର୍ଭରୁ, ଆରେ ବାବା ତା ପୂର୍ବରୁ ଥିଲେ। ଜନ୍ମ ହେବାଟା, ଶରୀରରେ ଜନ୍ମ ହେବାଟା, ଶରୀରରେ ଜନ୍ମ ହେଲା, କିନ୍ତୁ ଯୋଉ ଆତ୍ମା, ଯୋଉ ଜୀବାତ୍ମା, ସେ ପୁରା ଅନାଦି। ଆଉ ଗୋଟେ ଶୁଣ, ଚୈତନ୍ୟ ଆତ୍ମାକୁ ର ପ୍ରାକ୍ ଅଭାବ ନାହିଁ ଅନୁଭବ ହଉଛି, ମାନେ ଇଏ ଅନୁଭବ କିଏ କରୁନି କି ମୁଁ ପ୍ରଥମେ ନଥିଲି। ଭଗବାନ ଗୀତାରେ ମଧ୍ୟ ଏହା କହୁଛନ୍ତି ନା, ଏମିତି ସମୟ ନାହିଁ ଅର୍ଜୁନ, ଏମିତି କେବେ ଅବସ୍ଥା ନାହିଁ ଯେବେ ମୁଁ ନଥିଲି। ଏମିତି ନତ୍ୱେବାହଂ ଜାतो ନାଶଂ ନତ୍ୱଂ ନେମେ ଜନାଧିପାଃ ନ ଚୈବ ନ ଭବିଷ୍ୟାମଃ ସର୍ବେ ଭୟମତଂ ପରମ୍। ଏମିତି ନଥିଲା କି ତୁମେ ନଥିଲ, ଏମିତି ନଥିଲା କି ଏମାନେ ନଥିଲେ, ଏମିତି ନଥିଲା କି ମୁଁ ନଥିଲି, ସମସ୍ତେ ଥିଲେ। ତାକୁ କହନ୍ତି ଆତ୍ମା ନିତ୍ୟ ପ୍ରାକ୍ ଅଭାବ ପ୍ରଧ୍ୱଂସ ଅଭାବରୁ ପରେ ହେଲା। ଆଉ ଗୋଟେ ପଏଣ୍ଟ, ପ୍ରତ୍ୟେକ ଆତ୍ମା ଚୈତନ୍ୟ ଆପଣ ମୁଁ ଅନୁଭବ ଏହା କରୁଛୁ କି ମୁଁ ଥିଲି, ମୁଁ ରହିବି, ଏବଂ ଇଏ ତ ନିଜ ବିଷୟରେ, ଏବଂ ଦ୍ୱୈତ ପଦାର୍ଥ ବିଷୟରେ ବି ଜାଣୁଛେ। ଏବେ ଏମିତି ଘଡ଼ିର ଏକ୍ସାମ୍ପଲ ଦେଲି, କିଏ ଜାଣୁଛି? ଚେତନ ତତ୍ତ୍ୱ। ମୁଁ କହିଲା ପରେ ବି ଆପଣ ଜାଣୁଛନ୍ତି, ହଁ ବୁଝିଲି। ଆଚ୍ଛା, ମୁଁ ବୁଝିଲିନି ବୋଲି ବି କିଏ ଜାଣୁଛି? ଚେତନ ଆତ୍ମା। ତ ଚେତନ ଆତ୍ମାର ହିଁ ଅନୁଭବ ହଉଛି ପ୍ରାକ୍ ଅଭାବ ବିଷୟରେ, ପ୍ରଧ୍ୱଂସ ଅଭାବ ବିଷୟରେ। ସ୍ୱାମୀଜୀ ଦିଟା ଅଭାବ କହିଲେ, ଆଉ ଗୋଟେ କଣ ଅଭାବ ଅଛି ନା? ଆହୁରି ଦିଟା ଅଛି, କୁହନ୍ତୁ, ଟିକେ ବୁଝେଇ ଦିଅନ୍ତୁ। ଗୋଟେ ହଉଛି 3 ନମ୍ବର, ଫାର୍ଷ୍ଟ ହଉଛି ପ୍ରାକ୍ ଅଭାବ, ସେକେଣ୍ଡ ହଉଛି ପ୍ରଧ୍ୱଂସ ଅଭାବ, ଥାର୍ଡ ହଉଛି ଅନ୍ୟନ୍ୟ ଅଭାବ। ଅନ୍ୟନ୍ୟ ଅଭାବ କଣ ନା, ଇଏ ଦିଟା ଜିନିଷ ଆପଣ ଦେଖୁଛନ୍ତି, ଇଏ ହଉଛି ଏସି ରିମୋଟ, ଆଉ ଇଏ ହଉଛି ଘଡ଼ି। ଘଡ଼ିରେ ଏସି ରିମୋଟ ନାହିଁ, ଏସି ରିମୋଟରେ ଘଡ଼ି ନାହିଁ, ଅନ୍ୟନ୍ୟ ଅଭାବ। ଏ ବସ୍ତୁରେ ଅନ୍ୟନ୍ୟ ଅଭାବ ଥାଏ, ବସ୍ତୁ ବସ୍ତୁ ଭେଦ। ଆଚ୍ଛା, ଆକୁ କୁହନ୍ତି ଅନ୍ୟନ୍ୟ ଅଭାବ। ହଁ, ଗୋଟେ ବସ୍ତୁର ଅନ୍ୟ ବସ୍ତୁରେ ନାହିଁ, କିନ୍ତୁ ଦି ଜଣ ଜାଗାରେ ଗୋଟେ କମନ ଫ୍ୟାକ୍ଟର ଅଛି, ଇଜ୍। ଇଜ୍ ମାନେ ଏକ୍ଜିଷ୍ଟେନ୍ସ, ଅସ୍ତିତ୍ୱ। ଏଇଟାରେ ବି ଅସ୍ତିତ୍ୱ ଅଛି, ଏଇଟାରେ ବି ଅସ୍ତିତ୍ୱ। ଘଡ଼ି ହେ ଏବଂ ରିମୋଟ ହେ, ରିମୋଟ ଅଛି, ଏଇ ଯୋଉ ଅଛି, ଇଜ୍, ଏକ୍ଜିଷ୍ଟେନ୍ସ କମନ, ତାହିଁ ନିତ୍ୟ, ତାହିଁ ଆତ୍ମା। ଅନ୍ୟନ୍ୟ ଆଉ ଗୋଟେ ହଉଛି ଅତ୍ୟନ୍ତ ଅଭାବ।
आकाश पुष्प, खरगोश सिंह, बंध्यापुत्र, आर बिल्कुल अभाव, अत्यंत अभाव, बिल्कुल नहीं, नित्यर पूरा अपोजिट। तेणु आत्मा कौन होची? प्राक अभाव एवं प्रध्वंस अभाव। प्रध्वंसर नष्टर प्रतियोगिता, प्रतियोगितम या गोटे शब्द कौन? प्रध्वंसर अपोजिट, प्रतियोगिता ମାନେ अपोजिट, प्रध्वंस जोटे नाही से होची नित्य, तेणु आत्मा नित्य। ओके, आ गोटे शुण, द्वैत जो एसबू जिन कहीं स्वामीजी एत कष्ट भी लगुच बुझापी, कहीं सब आमको कहते विद्यारण्य स्वामीजी, कौन गोटे विद्यारण्य स्वामीजी पंचदेश आरंभ कले, शुणुचु किसी बुझी होची किसी बुझी होनी। आज्ञा बहुत बुझीगले मजा लगे। विद्यारण्य कहते देख बाबा जगत रुह, संसार रुहनी। विद्यारण्य कहते माया ही ईश्वर जीवित तैयारी कर। विद्यारण्य कहते जीव सृष्टि दुखदायक नुह, ईश्वर सृष्टि दुखदायक नुह, जीव सृष्टि ही दुखदायक। जो दुख मिलला माने निश्चय तुम निजर सृष्टि कर देइछ। एमिति विचार कले ही अविचार कृते बंध विचारेण विमुच्यते। अद्वैत सिद्धि रे मधुसूदन कहते विचार न सहते। ये जो अज्ञान अच्छी ना, विचार सहन कर पारिबनी, विचार करिबो तो पळेबो भ्रम। समस्ते तो भ्रम को दूर करने ପାଇଁ चाहूचंद ना, अज्ञान को दूर करने ପାଇଁ चाहूचंद। कहउचंद देखो द्वैत जो मिथ्या तार लक्षण सुन, विचार करियो दिन पळे जियो से। 255 प्राग भावयुतं द्वैतम प्रागभावयुतं द्वैतं रच्यते हि घटादिवत। रच्यते हि घटादिवत्। तथापि रचना चिन्त्या तथापि रचना चिन्त्या मिथ्या तेनेन्द्रजालवत्। मिथ्या तेनेन्द्रजालवत्। प्राक अभाव युक्त द्वैत जगत की रचना जद्य घटादि भलिया हेउची, जेंते घट घड़ा नथिला। बहुत वादी कहती असत कार्यवाद, विशेष करके न्याय दर्शन। बोले किए कहला तुमर सांख्य विषय कह माटी रे घड़ा नथिला, असत कार्य। आउ कुछ माटी रे घड़ा थिला, सत कार्यवाद, तेबे जे कि हेला। यदि माटी रे घड़ा नथिला ताले माटी रो चीनी कहीं बाहर नहीं, कारण रे कार्य थिला। हाँ स्वामीजी एटा ठीक लगुच, जार जमते बुद्धि ताकू सेमते ठीक लगे। कहते प्राक भावयुतम द्वैते रचते घटादिवत तथापि रचना अचिंत्य मिथ्या। एथिपाई इंद्रजाल भलिया द्वैत जगतर मिथ्या। स्वामीजी ये जो घटादि एग्जाम्पल रे, अरे बाबा घट अव्यक्त रूप रे थिला, रूप नथिला, रूपटा प्रकट है किंतु अस्तित्व रूप रे थिला। घटरे मध्य माटी अछि, माटीरे मध्य माटी अछि। आ गोटे घटरे माटी अछि, अस्तित्व अछि, माटीरे माटी अछि, अस्तित्व अछि। अस्तित्व कॉमन, माटी कॉमन, किंतु घटर जो रूप कॉमन नुह। गोटे रूप अच्छी, गोटे रूप नाही। तेणु यहीटा जानिबा दरकार। स्वामीजी कौन कहवा ପାଇଁ ଚାହୁଁଛନ୍ତି विद्यारण्य? विद्यारण्य कहउचंती कि द्वैतर जो रचना ना ताको भल भाव बुझ। ये जो घट घड़ा कलश उत्पन्न पूर्व नथिला ना, ताको ही तो प्राग अभाव कहउचंती। तेणु ये जगतटा मध्य
ପ୍ରାକ୍ ଜଗତ ନଥିଲା। ଜଗତର କିନ୍ତୁ ଅସ୍ତିତ୍ୱ ଦୃଷ୍ଟିରୁ ଥିଲା ସେ, ଜଗତର ଯୋଉ ରୂପ ଦୃଷ୍ଟିରୁ ନଥିଲା। ଏମିତି କଥା ନା? ହଁ, ତାମାନେ ଦିଟା ଜିନିଷ ଦେଖିବାକୁ ପଡେ। ୟେସ୍, ଏବେ ଯେମିତି ଅହଙ୍କାର ଦିଟା ଜିନିଷ, ଗୋଟେ ହଉଛି ଚୈତନ୍ୟ ଆତ୍ମାରେ ବି କୂଟସ୍ଥରେ ମଧ୍ୟ ଆମେ ଅଭ୍ୟାସ କରିଦଉଛୁ। ଗୋଟେ ହଉଛି ପ୍ରୋବ୍ଲେମେଟିକ ଇଗୋ, ଗୋଟେ ହଉଛି ଟେକ୍ନିକାଲ ଇଗୋ। ବହୁତ ଲୋକ କହନ୍ତି ଆପଣ ବାରମ୍ବାର ଆମର ଶାସ୍ତ୍ର କହୁଛନ୍ତି ଇଗୋ ଛାଡ, ଇଗୋ ଛାଡ, ଇଗୋ ଛାଡ। ଯଦି ଅହଙ୍କାର ଛାଡିଦବ ତ ରହିବ କଣ? ଶୂନ୍ୟ। ନାଇଁ ରେ ବାବା, ଏଇ ଯୋଉ ପ୍ରୋବ୍ଲେମେଟିକ ଇଗୋ ଅଛି ତାକୁ ଛାଡ। ଯୋଉ ଟେକ୍ନିକାଲ ଇଗୋ ଅଛି, ତୁମେ ପତି ଆଗରେ ପତ୍ନୀ, ପତ୍ନୀ ଆଗରେ ପତି, ମାଲିକ ଆଗରେ ନୌକର, ନୌକର ଆଗରେ ମାଲିକ, ଶାଶୁ ଆଗରେ ବୋହୂ, ଇଏ ଯୋଉ ରୋଲ ଅଛି, ବାପା ଆଗରେ ମା, ମାନେ ପୁଅ ଝିଅ, ମା ବାପା ଆଗରେ ଝିଅ ପୁଅ ଦୃଷ୍ଟିରୁ ବାପା ମା, ଏସବୁ ରୋଲ ଟେକ୍ନିକାଲି ସିଏ ରହିବ, ତାକୁ ମନା ନାହିଁ। ତମେ ଏହା ବିଚାର କର କି ଏଇ ଯୋଉ ଅସ୍ତିତ୍ୱ ରହିବ, ରୂପ କେବଳ ଚାଲିଯିବ। ଗୋଟେ ହଉଛି ନିତ୍ୟତ୍ୱ, ଗୋଟେ ନିସ୍ତତ୍ୱ ଶବ୍ଦ। ଦେଖନ୍ତୁ, ସତ୍ ଆତ୍ମା ହଉଛି ନିତ୍ୟତ୍ୱ ଏଣ୍ଡ ଜଗତ ହଉଛି ନିସ୍ତତ୍ୱ। ଶବ୍ଦ ଅନୁପ୍ରାସ ଲାଗୁଛି କିନ୍ତୁ ଚେଞ୍ଜ ହେଇଗଲା। ନିସ୍ତତ୍ୱ ମାନେ କୌଣସି ତତ୍ଵ ନାହିଁ। ବାଚାରମ୍ଭଣମ ବିକାର ନାମ ଧେୟ ମୃତ୍ତିକା ଏବ ସତ୍ୟମ, ଛାନ୍ଦୋଗ୍ୟ ଉପନିଷଦରେ କେବଳ ବାଚାରମ୍ଭଣ ମାତ୍ର। ଇଏ କେବଳ ଇନ୍ଦ୍ରଜାଲ, ଦେଖାଯାଉଛି କିନ୍ତୁ ନଥିବ। ଯାଦୁଗର କଥା ଜାଣିଛନ୍ତି? ଏବେ ସ୍ୱାମୀ ପ୍ରେମାନନ୍ଦଙ୍କ ପାଖକୁ ଗୋଟେ ଯାଦୁଗର ଆସିଲା, ଏମିତି କଣ କଣ ସବୁ ନ୍ୟୁଜ ପେପର ଆଣିଥିଲା, ସେ ଫାଡ଼ିଲା, ଫାଡ଼ିକି ତାଙ୍କୁ ଦେଲା। ତାପରେ ଗୋଟେ କପଡ଼ାରେ ଗଲା, ଆଉ ଥରେ ଓରିଜିନାଲ ନ୍ୟୁଜ ପେପର ଗଲା, କଣ କଣ ସବୁ ଦେଖାଉଥିଲା। ମୁଁ କଥା, ମୋର କୋର୍ସ କଥା କହିଥିଲି ନଥିଲି? ମତେ ଗୋଟେ ରସଗୋଲା ଦେଲେ, ମୁଁ ଖାଇଲି, ଜଷ୍ଟ କହିଲେ ଗୋଟେ ମିନିଟ୍, ଗୋଟେ ମିନିଟ୍, ଗୋଟେ ପ୍ରଥମେ ଦେଇଦେଲେ ମୁଁ ପୁରା ଖାଇଦେଲି। ସେକେଣ୍ଡ କହିଲେ କି ବର୍ତ୍ତମାନ ତାକୁ ରଖ, ହଁ ଏମିତି ଏମିତି ମୁହଁରେ ରଖିବ, ଚୋବାଅ କିନ୍ତୁ ରଖ, ଗିଳିବନି। ବୋଲେ ଓକେ। ପ୍ରଥମଟା ତ ଗିଳି ଦେଇଛି, ବଢିଆ ହେଇଛି, ସେ ଜାଣି ବୁଝିକି ଦେଲା, ପ୍ରଥମଟା ଗିଳି ଦବ। ସେକେଣ୍ଡଟାକୁ ବାଇଚାନ୍ସ ଫାଷ୍ଟଟା ଗିଳିବନି କହିବ ତ ଅସୁବିଧା ହବ। ସେ ତ ଆଣିଥିଲା 4-5ଟା ଯାଦୁଘର, ଆମ ସିଦ୍ଧବାଡର କଥା। ଦେନ୍ କହିଲା ଆ କର, ତ ସମସ୍ତେ ଦେଖୁଥିବେ, ଦୂରରେ ଥିଲେ, ସିଏ ଦେଖିଲା। ସତରେ ସେଠି ଯେତେବେଳେ ବାହାର କଲା, ବ୍ଲେଡ ଆଜ୍ଞା ବାହାରିଲା, ବ୍ଲେଡର କଥା। ମୁଁ ବି ଦେଖିଲି, ଏଇ ମୁହଁ, ଆଉ କୋଉଠି ଅଲଗା ମୁହଁ ନାହିଁ, ଏଇ ବ୍ରହ୍ମଚାରୀ ମୁହଁ, ବ୍ଲେଡ ବାହାରିଲା। ବର୍ତ୍ତମାନ ଏଇ ବ୍ଲେଡ କଣ ଇନ୍ଦ୍ରଜାଲ ନା ସତରେ ଥିଲା କି? ରସଗୋଲା ସତ୍ୟ ଥିଲା, ଦୋକାନରେ ଯାଇ କିଣିକି ଆଣିଥିଲା, ଖାଇଲି ମଧ୍ୟ, ମୁଁ ଅନୁଭବ କରୁଛି। କିନ୍ତୁ ବ୍ଲେଡର ମିଥ୍ୟାତ୍ଵ। କିନ୍ତୁ ଯେ ପର୍ଯ୍ୟନ୍ତ ମୁଁ କିଛି ସମୟ, ଘଣ୍ଟାଟେ ପର୍ଯ୍ୟନ୍ତ ନା, ମତେ ଗଳାରେ ଟିକେ ଖଟ 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 ଲାଗୁଥିଲା। କାରଣ ରସଗୋଲାଟା ସତ୍ୟ, ସେ ରସଗୋଲାକୁ ଯୋଉ ରଖା ହେଲା, ସେ କହିଲା ରଖ, ବସ୍ ତା ପାଇଁ ଟିକେ ଭାରି ଭାରି ଲାଗିଲା। ବ୍ଲେଡ ଯୋଗୁ ମୋର କଣ କଟାକଟି ହେଇନି, ନଥିଙ୍ଗ, କାରଣ ବ୍ଲେଡ ହିଁ ନାହିଁ। इंद्रजाल, सोनर इंद्रजाल नहीं भूला, जहां पर होय सो नट अनुकूला। ଯିଏ ପରମାତ୍ମାକୁ ଚିନ୍ତନ, ଚୈତନ୍ୟ ତତ୍ତ୍ୱକୁ ଚିନ୍ତନ କରୁଛି ନା, ଇନ୍ଦ୍ରଜାଲ ଦ୍ୱୈତ ତାକୁ ଆଉ ହଇରାଣ କରୁନି। ବର୍ତ୍ତମାନ ଦେଖିବା କଣ ଆଉ ଗୋଟେ ଇଣ୍ଟରେଷ୍ଟିଂ, ସ୍ୱାମୀଜୀ କଣ ଇଏ ଯୋଉ ମାୟା ଆମ ମାନଙ୍କୁ ପ୍ରଭାବିତ କରଉଛି ନା? ନା, ହଁ, କିନ୍ତୁ ଈଶ୍ୱରଙ୍କୁ ପ୍ରଭାବିତ କରଉନି ନା। ଆପଣ କହୁଛନ୍ତି ମାୟାରୁ ଈଶ୍ୱର ବି ତିଆରି ହେଇଛି। ଆରେ ବାବା, ମାୟାରୁ ଈଶ୍ୱର ବି ତିଆରି ହେଲେ
କିନ୍ତୁ ବ୍ରହ୍ମ ହିଁ ଶକ୍ତି। ବାସ୍ ଫରକ ତାଙ୍କୁ ମାୟା ଲାଗୁନି, ଆମକୁ ମାୟା ଲାଗିଯାଉଛି। ଯେମିତି ଯାଦୁଗରର ଯାଦୁ ଖେଳ ଆଶ୍ଚର୍ଯ୍ୟ ଖେଳ ଆମ ମାନଙ୍କୁ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି, କାନ୍ଦ ହସ ପିଟା ସବୁ। କିନ୍ତୁ ଯାଦୁଗର ଯିଏ ଖେଳଉଛି ତାର କିଛି, ସେ ତାର ଅଭ୍ୟାସ। यही तो କୁହାଗଲା, सोनरे इंद्रजाल नहीं भूला, जा पर होई सो नट अनुकूला। जादूगर କିଛି ହୁଏନି, ଭ୍ରମିତ ହୁଏନି। ଆଚ୍ଛା, ଯଦି ଯାଦୁଗରର କୃପା ହେଇଯିବ ନା, ନଟ ମାନେ ଏଠି ଯାଦୁଗର କୃପା ହେଇଯିବ, ତାହେଲେ ଆଉ ବି ଭ୍ରମରେ ରହିବାନି। ମୁଁ ପରେ ବାରମ୍ବାର ସେ ଯାଦୁଗରକୁ ପଚାରିଲି, ରସଗୁଲା ତ ସତ୍ୟ, କାରଣ ସତ୍ୟ ମିଥ୍ୟା ସେଇ ବେଦାନ୍ତରେ ଚାଲିଥାଏ, ଇଏ ବ୍ଲେଡ? ଦେନ୍ ସେ କହିଲା, ବ୍ଲେଡ ଆପଣଙ୍କ ପାଇଁ ମିଥ୍ୟା। ଆପଣ ସତରେ ବ୍ଲେଡ ରଖିଥିଲେ କି? ନା ନାହିଁ। କିନ୍ତୁ ଆସିଲା କେମିତି? ମିଥ୍ୟା। ରୁମରେ ଅଛି ନା? ହଁ, ରୁମରେ ଅଛି। ତ ରୁମର ସତ୍ୟତାରୁ ମୁଁ ଏଠି ଗୋଟେ ଇନ୍ଦ୍ରଜାଲ କରାଇଲି, ସତ୍ୟରେ ନାହିଁ। ତେଣୁ ଏ ଦ୍ୱୈତ ହଉଛି ପ୍ରତ୍ୟକ୍ଷ, ତମେ ଦେଖୁଛ ମିଥ୍ୟା, ତାକୁ ହଟାଅ। ଆଉ ଗୋଟେ କହୁଛନ୍ତି ଗୁରୁଜୀ ମାନେ ଅଦ୍ୱୈତବାଦୀ, କହୁଛନ୍ତି ତୁମେ ଯୋଉ କହୁଛ କି ଅଦ୍ୱୈତ ଅପରୋକ୍ଷ ନାହିଁ, ଅଦ୍ୱୈତକୁ ଅନୁଭବ କରିହବନି, ଏଇଟା ବି ତ ବଦତ ବ୍ୟାଘାତ ଦୋଷ ନା? କେମିତି? ଆରେ ଯାହା ଦ୍ୱାରା ତମେ ଅନୁଭବ କରୁଛ ତାକୁ କହିବ କି ଅନୁଭବ କରିହବନି। ମୁଁ ବର୍ତ୍ତମାନ ଦରବାଜା ଖୋଲୁନି ଆପଣଙ୍କର, ମୁଁ ଯଦି ଆପଣଙ୍କୁ କହିବି କି ମୁଁ ନାହିଁ, ଏଇଟା କୁହ, ତୁମେ କହିଦବ ମୁଁ ନାହିଁ। କାରଣ ସ୍ୱାମୀଜୀ ଆପଣ କହୁଛନ୍ତି, ମୁଁ କହିଦେଲି, କଣ ଏଇଟା କଣ ସତ୍ୟ କି? ମୁଁ ନାହିଁ ତମେ କହିଲ କେମିତି? ମରିବା ଲୋକ କହିପାରିବନି ମୁଁ ନାହିଁ, କାରଣ ଶରୀରକୁ ନେଇକି କନେକ୍ଟ ଅଛି ଯୁକ୍ତ, ତେବେ ଯାଇ କହିବାକୁ ପଡିବ ମୁଁ ଅଛି, ମୁଁ ନାହିଁ। କିନ୍ତୁ ମୁଁ ନାହିଁ ଇଏ ଅସମ୍ଭବ, ବଦତ ବ୍ୟାଘାତ। ବଦତ ବ୍ୟାଘାତ ଦୋଷ ଚାରି ପ୍ରକାର ନା? ଚକ୍ରିକା ଦୋଷ, ଆତ୍ମାଶ୍ରୟ ଦୋଷ, ଅನବସ୍ଥା ଦୋଷ, ବଦତ ବ୍ୟାଘାତ ଦୋଷ। ବଦତ ବ୍ୟାଘାତ ମାନେ ତମର ବାକ୍ୟରେ ହିଁ ଦୋଷ ଅଛି, ସେଲ୍ଫ କଣ୍ଟ୍ରାଡିକ୍ଟରୀ ଦୋଷ। ଯଦି କହିବ, ଇଏ କହୁଛନ୍ତି, କିଏ? ପୂର୍ବ ପକ୍ଷ କହୁଛନ୍ତି କି आत्मा तो कहीं अपरोक्ष नहीं। बोला, अरे बाबा ये बदो तो व्याघात दोष हो। अच्छा, हाँ, असंभव। किए ले कहि परिबने मोर जीव नाही, तो मोर जीव नाही कहले केमते? जीव जोगु तो कहि परला। तेणु आत्मा अपरोक्ष नाही एटा जानिलो केमते? आत्मा जोगु ही जानिबो, आत्मार अस्तित्व जोगु जानिलो। तेणु ये बदत व्याघात दोष को दूर करोचनी। 256 चित् प्रत्यक्षाततोऽन्यस्य चित् प्रत्यक्षाततो मिथ्यात्वं चानुभूयते। मिथ्यात्वं चानुभूयते। नाद्वैतमपरोक्षचेति नाद्वैत्यपरोक्षं चेति एतन्न व्याहृतः कथम्। एतन्यव्याहतं कथम्। चित् प्रत्यक्षा च ततः अन्यस्य मिथ्यात्वम् अनुभूयते। चित् चैतन्य प्रत्यक्ष अपरोक्ष ଏବଂ ତାଠାରୁ ଅନ୍ୟ ଦ୍ୱୈତର ମଧ୍ୟ ମିଥ୍ୟାତ୍ୱ ଅନୁଭୂତ ହଉଛି। ନିଜେ ଆମେ ଜାଣୁଛୁ ବାହାରର କଥାଟା, ତେଣୁ ତୁମେ କେମିତି କହିବ କି ଚୈତନ୍ୟ ନାହିଁ, ଚୈତନ୍ୟ ଅପରୋକ୍ଷ ନାହିଁ, ଚୈତନ୍ୟକୁ ଅନୁଭବ କରିହବନି, କେବଳ ତର୍କ ଦ୍ୱାରା ହିଁ ଅଦ୍ୱୈତକୁ ଜାଣିହବ? ନାଇଁ, ଏଇଟା ତ ବଦତ ବ୍ୟାଘାତ ଦୋଷ କରୁଛ, ସେଲ୍ଫ କଣ୍ଟ୍ରାଡିକ୍ଟରୀ ବଦତ ବ୍ୟାଘାତ ଦୋଷ। ଏଇଟା ଭଲ ମନେ ରଖନ୍ତୁ। ଅର୍ଥାତ୍ ତୁମେ ନିଜେ ନିଜେ ହିଁ ମନା କରୁଛ।
एटा हबनी अद्वैत चिंतन निश्चय ही रहइबो तेणु तमे भाबो याकू तुमे चिंतन करी चलो ये भावना कि अद्वैत रो अनुभव हब नाही द्वैत मिथ्या किंतु अद्वैत मिथ्या नुह अद्वैत होची सत्य सत आत्मा गोटे कहानी टे कह जाए कम्युनिस्ट कहूचे मु भगवान को मानुनी आणि से ता घरे गोटे लिखि देइतला गॉड इज नो वेयर अब छोट छुआटी थिला तार से खेलुथला नुआ नुआ रे पाठ पढ़ुचे अल्फाबेट मां तैयारी करूछनी ताको अगणारे देखुछन्ती भी पोटिको भलिया तांको घर अछि घर द्वार भितर को जीवा पूर्व द्वार बंधर लिखा है गॉड इज नो वेयर आ पिला यार सड़ होचे तांको बुझौछन्ती बेटा तू पढ़िलु कौन लिखा है देन से खुशी हाँ माँ पढ़ी GOD गॉड ओ वेरी गुड आगे बढ़ो IS इज अब नो वेयर एते बड़ अक्षरटा सातटा हला ना NOWHERE नो वेयर सातटा तो सी आउ पढ़ी पारानी छोट छोट इजी है तेणु सी चालाकी कर भांगिला संधि विच्छेद कला कौन कला गॉड इज नाउ हियर मम्मी मैंने पढ़ लिया बस ये आसला किए कमरेड कम्युनिस्ट कहला मु गॉड इज नो वेयर 25 वर्ष आने लिखली मो छुआ मेंचड़ छुआ कौच गॉड इज नाउ हियर गुरुदेव को कहते स्टोरीटा कहते the words are same alphabets are same only reading is different how is your attitude it depends the reading नास्तिक एणु गॉड इज नो वेयर लिखितला सी तो छुआटे हालांकि छुआ सी तार आस्तिक दृष्टि ना सी तार शब्द दृष्टि एत बड़टा पढ़ी पारुनी एणु नाउ वेयर करदेला जो नास्तिक आस्तिक सी देखिदे अरे गॉड इज नाउ हियर तेणु जो अद्वैतवादी से अस्तित्व को देखियो से अज्ञानी भी हो सी जी भगवान नहांती बोली कहिबे तो भी भगवान अछंतु भगवान नहांती केमती कहला भगवान को बिना राम नहांते राम को बिना राम को आम दशरथर पुत्र कही दौचे ये असुविधा हो आश्चर्य से किंतु राम दशरथ पूर्व नथिले से आत्मा रूप थे ये कथाटी कहते आज आ गोटे देखा अच्छा जदि अद्वैत अप्रत्यक्ष अपरोक्ष लोक विश्वास कहीं करना कहीं विश्वास करना कहते इत्थं ज्ञात्वाप्यसन्तुष्टः इत्थं ज्ञात्वाप्यसन्तुष्टः केचित् कुत इतिर्यताम् केचित् कुत इतीर्यताम् चार्वाकादे प्रबुद्धस्य चार्वाकादे प्रबुद्धस्य अप्यात्मा देह कुतो वद अप्यात्मा देह कुतो वद स्टूडेंट पचारुचंदी जदि आत्मा चैतन्य अद्वैत सत्य जानिकी मध्य लोक असंतुष्ट कहीं रोचंदी जानिकी मध्य ज्ञान प्राप्त कहीं कर पारना तो अरे बाबा यूनिवर्सिटी रे फिलोसफी डिपार्टमेंट अच्छी टीचर भी भड़ा भड़ा प्रवचन दौची कि सब जगत मिथ्या फिर बाहर को आसला माने सिगरेट पीऊँ अरे जगत तो मिथ्या ताले एंती कहीं कर ना मोर सिगरेट भी मिथ्या मोर एटा भी मिथ्या तापर आसिक ऑफिस रे कलह करुचे कहीं ना मत आमको आमर ये PF मिलनी पैसा मिलनी दरमा मिलनी तो सी क्लर्क टा भी बहुत चालाक वेदांत शुणुला पहले आपण ए जगत मिथ्या पढ़ी ना ना तो आपण दरमा भी मिथ्या कहते कहला बेलू इजी व्यवहार बेलू तो बड़ा डिफिकल्ट तो उत्तर दौन देख बाबा तर्क में जो कुशल तर्क कुशल के तर्क शास्त्र न्याय
ସାଂଖ୍ୟ ଚାର୍ବାକ ଆଦି ଏମାନେ ବି ତ ଦେହକୁ ଆତ୍ମା ମାନୁଛନ୍ତି କି ନାହିଁ? ହୁଁ, ଏଇ ତ ଦୁର୍ବୁଦ୍ଧି। ତେଣୁ ତମେ ଭାବ କି ପୂର୍ବ ଜନ୍ମର ବାସନା ଯୋଗୁ, ଦୃଢ ବାସନା ଯୋଗୁ ମାନୁଛନ୍ତି, ୟାକୁ ତ ହଟେଇବା ପାଇଁ କୁହାଯାଇଛି। ତେଣୁ ଆକୁ ହଟାଅ। ଆଜି ଏତିକି। ଓମ୍ ପୂର୍ଣ୍ଣମଦଃ ପୂର୍ଣ୍ଣମିଦಂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାवशिष्यते। ओम शांति है, शांति है।